ओम शांति 21/9/2024 महावाक्य प्रातः मुरली। मीठे बच्चे, बाबा प्रति कल्परे आसी तुमମାନଙ୍କୁ ନିଜର ପରିଚୟ ଦେଉଛନ୍ତି। ତେଣୁ ତୁମମାନଙ୍କୁ ମଧ୍ୟ ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ। ପ୍ରଶ୍ନ, ପିଲାମାନଙ୍କର କେଉଁ ପ୍ରଶ୍ନକୁ ଶୁଣି ବାବା ମଧ୍ୟ ଆଶ୍ଚର୍ଯ୍ୟ ହେଉଛନ୍ତି? ଉତ୍ତର, ପିଲାମାନେ କହୁଛନ୍ତି, ବାବା ଆପଣଙ୍କର ପରିଚୟ ଦେବା ବହୁତ କଷ୍ଟକର। ଆମେ ଆପଣଙ୍କର ପରିଚୟ କିପରି ଦେବୁ? ଏହିଭଳି ପ୍ରଶ୍ନକୁ ଶୁଣି ବାବାଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗୁଛି। ଯେତେବେଳେ ବାବା ତୁମମାନଙ୍କୁ ନିଜର ପରିଚୟ ଦେଇଛନ୍ତି, ତେଣୁ ତୁମେମାନେ ମଧ୍ୟ ଅନ୍ୟମାନଙ୍କୁ ବାବାଙ୍କର ପରିଚୟ ଦେଇପାରିବ। ଏଥିରେ କୌଣସି କଷ୍ଟକର କଥା ନାହିଁ। ଏହା ତ ବହୁତ ସହଜ କଥା। ଆମେ ସବୁ ଆତ୍ମାମାନେ ନିରାକାର, ତେଣୁ ନିଶ୍ଚିନ୍ତ ଭାବରେ ଆମର ପିତା ମଧ୍ୟ ନିରାକାର ହେବେ। ଓମ୍ ଶାନ୍ତି। ମିଠା ମିଠା ଆତ୍ମିକ ପିଲାମାନେ ଜାଣିଛନ୍ତି ଯେ ଆମେ ଏବେ ବେହଦ ପିତାଙ୍କ ସମ୍ମୁଖରେ ବସିଛୁ। ଏ କଥା ମଧ୍ୟ ଜାଣିଛନ୍ତି ଯେ ସିଏ ଏହି ବ୍ରହ୍ମାଙ୍କର ରଥ ଶରୀରରେ ହିଁ ଆସୁଛନ୍ତି। ଯେତେବେଳେ ବାପ ଦାଦା ବୋଲି କହୁଛ, ସେତେବେଳେ ଜାଣୁଛ ଯେ ଶିବ ବାବା ଏହି ରଥରେ ବିରାଜମାନ କରିଛନ୍ତି ଏବଂ ନିଜର ପରିଚୟ ଦେଇଛନ୍ତି। ପିଲାମାନେ ଜାଣିଛନ୍ତି ସିଏ ଆମର ପିତା। ବାବା ଆମକୁ ମତ ଦେଉଛନ୍ତି, ଆତ୍ମିକ ପିତାଙ୍କୁ ମନେ ପକାଅ, ତେବେ ତୁମର ସବୁ ପାପ ଭସ୍ମ ହୋଇଯିବ, ଯାହାକୁ ଯୋଗ ଅଗ୍ନି ମଧ୍ୟ କୁହାଯାଏ। ଏବେ ତୁମେମାନେ ବାବାଙ୍କୁ ଜାଣିଗଲଣି, ତେବେ ଅନ୍ୟମାନଙ୍କୁ ବାବାଙ୍କର ପରିଚୟ ଦେବାର ପ୍ରଶ୍ନ ଉଠିପାରିବ ନାହିଁ ଯେ ମୁଁ ବାବାଙ୍କ ପରିଚୟ କିପରି ଦେବି। ତୁମକୁ ମଧ୍ୟ ବେହଦ ବାବାଙ୍କର ପରିଚୟ ମିଳିଯାଇଛି, ତେଣୁ ନିଶ୍ଚିନ୍ତ ଭାବରେ ଅନ୍ୟମାନଙ୍କୁ ମଧ୍ୟ ଦେଇପାରିବ। ମୁଁ ପରିଚୟ କିପରି ଦେବି, ଏହି ପ୍ରଶ୍ନ ତ ଆସିପାରିବ ନାହିଁ। ଯେମିତି ତୁମେମାନେ ବାବାଙ୍କୁ ଜାଣିଗଲଣି, ସେମିତି ତୁମେ ଅନ୍ୟମାନଙ୍କୁ ମଧ୍ୟ କହିପାରିବ ଯେ ଆମ ଆତ୍ମାମାନଙ୍କର ପିତା କେବଳ ଜଣେ। ଏଥିରେ ଦ୍ୱନ୍ଦ୍ୱରେ ପଡ଼ିବା ଅନୁଚିତ। କେହି କେହି କହୁଛନ୍ତି, ବାବା ଆପଣଙ୍କ ପରିଚୟ ଦେବା ପାଇଁ ବହୁତ କଷ୍ଟ ଲାଗୁଛି। ଆରେ, ବାବାଙ୍କ ପରିଚୟ ଦେବାରେ କୌଣସି କଷ୍ଟକର କଥା ନାହିଁ। ଜୀବଜନ୍ତୁ ମଧ୍ୟ ଇସାରାରେ ଜାଣିପାରୁଛନ୍ତି ଯେ ମୁଁ ଅମୁକ ଜୀବର ସନ୍ତାନ। ତୁମେ ମଧ୍ୟ ଜାଣୁଛ ଯେ ଆମ ଆତ୍ମାମାନଙ୍କର ସିଏ ପିତା। ମୁଁ ଆତ୍ମା ଏବେ ଏହି ଶରୀରରେ ପ୍ରବେଶ କରିଛି। ଯେମିତି ବାବା କହିଛନ୍ତି, ଆତ୍ମା ଅକାଳ ମୂରତ। ଏମିତି ନୁହଁ ଯେ ତାର କୌଣସି ରୂପ ନାହିଁ। ପିଲାମାନେ ଏକଥାକୁ ଜାଣିଗଲେଣି। ଏହା ବିଲକୁଲ ସହଜ କଥା। ଆମ ଆତ୍ମାମାନଙ୍କର ପିତା ଏକମାତ୍ର ନିରାକାର ବାବା ଅଟନ୍ତି। ଆମେ ସବୁ ଆତ୍ମା ଭାଇ ଭାଇ, ଏକ ପିତାଙ୍କର ସନ୍ତାନ ଅଟୁ। ବାବାଙ୍କ ନିକଟରୁ ଆମ ସମସ୍ତଙ୍କୁ ସମ୍ପତ୍ତି ମିଳୁଛି। ଆମେ ଏ କଥା ମଧ୍ୟ ଜାଣିଛୁ ଯେ ଏଭଳି କୌଣସି ସନ୍ତାନ ନାହିଁ ଯିଏ ନିଜର ପିତାଙ୍କୁ ଏବଂ ତାଙ୍କ ରଚନାଙ୍କୁ ଜାଣିନାହାନ୍ତି। ପିତାଙ୍କ ପାଖରେ କେତେ ସମ୍ପତ୍ତି ଅଛି ସେସବୁ ତାକୁ ଜଣାଥାଏ। ଏହା ହେଉଛି ଆତ୍ମା ଏବଂ ପରମାତ୍ମାଙ୍କର ମେଳା, ଯାହାକୁ କଲ୍ୟାଣକାରୀ ମେଳା କୁହାଯାଏ। ବାବା ତ ସର୍ବଦା କଲ୍ୟାଣକାରୀ ଅଟନ୍ତି। ସିଏ ଆମର ବହୁତ କଲ୍ୟାଣ କରୁଛନ୍ତି। ବାବାଙ୍କୁ ଜାଣିବା ପରେ ଆମେ ଜାଣୁଛେ ଯେ ଆମକୁ ତାଙ୍କଠାରୁ ବେହଦର ସମ୍ପତ୍ତି ମିଳୁଛି। ଦୁନିଆରେ ଯେତେ ସନ୍ନ୍ୟାସୀ ଗୁରୁ ଆଦି ଅଛନ୍ତି, ସେମାନଙ୍କର ଶିଷ୍ୟମାନଙ୍କୁ ଗୁରୁଙ୍କର ସମ୍ପତ୍ତି ବିଷୟରେ କିଛି ଜଣାନଥାଏ। ଗୁରୁଙ୍କର କେତେ ସମ୍ପତ୍ତି ଅଛି ଏହା କେବଳ ଅଳ୍ପ କେହି ଶିଷ୍ୟ ଜାଣିଥିବେ। ତୁମମାନଙ୍କ ବୁଦ୍ଧିରେ ମଧ୍ୟ ଅଛି ସିଏ ଶିବ ବାବା, ତେଣୁ ତାଙ୍କ ପାଖରେ ମଧ୍ୟ ସମ୍ପତ୍ତି ନିଶ୍ଚିନ୍ତ ଥିବ। ପିଲାମାନେ ଜାଣିଛନ୍ତି ବାବାଙ୍କ ନିକଟରେ ସ୍ୱର୍ଗରେ ରାଜଧାନୀ ରୂପକ ସମ୍ପତ୍ତି ଅଛି। ଏହି କଥା ତୁମମାନଙ୍କ ବ୍ୟତୀତ ଅନ୍ୟ କାହାରି ବୁଦ୍ଧିରେ ନାହିଁ। ଲୌକିକ ପିତାଙ୍କ ନିକଟରେ କେତେ ସମ୍ପତ୍ତି ଅଛି ତାହା ତାଙ୍କ ସନ୍ତାନମାନେ ହିଁ ଜାଣନ୍ତି।
ଏବେ ତୁମେମାନେ ଜିଇଁ ଥାଉ ଥାଉ ପାରଲୌକିକ ପିତାଙ୍କର ହୋଇଛ। ତାଙ୍କଠାରୁ କ'ଣ ମିଳୁଛି ତାହା ମଧ୍ୟ ଜାଣିଛ। ଆମେ ପୂର୍ବରୁ ଶୂଦ୍ର କୂଳରେ ଥିଲେ, ଏବେ ବ୍ରାହ୍ମଣ କୂଳକୁ ଆସିଯାଇଛୁ। ବାବା ଆମକୁ ଏହି ଜ୍ଞାନ ଦେଉଛନ୍ତି ଯେ ସିଏ ବ୍ରହ୍ମାଙ୍କ ଶରୀରରେ ଆସୁଛନ୍ତି। ତାଙ୍କୁ ହିଁ ପ୍ରଜାପିତା ବ୍ରହ୍ମା କୁହାଯାଏ। ସିଏ ବ୍ରହ୍ମାଙ୍କ ଶରୀରରେ ଆସୁଛନ୍ତି, ତାଙ୍କୁ ହିଁ ପ୍ରଜାପିତା ବ୍ରହ୍ମା କୁହାଯାଏ। ସିଏ ତ ସବୁ ଆତ୍ମାଙ୍କର ପିତା। ପ୍ରଜାପିତା ବ୍ରହ୍ମା ହେଲେ ଆଦି ପିତା। ଏବେ ଆମେ ତାଙ୍କର ସନ୍ତାନ ହୋଇଛୁ। ଶିବ ବାବାଙ୍କ ପାଇଁ କହୁଛନ୍ତି ସିଏ ସବୁଠାରେ ବିରାଜମାନ ସର୍ବଜ୍ଞ। ସିଏ କିପରି ରଚନାର ଆଦି ମଧ୍ୟ ଅନ୍ତର ଜ୍ଞାନ ଦେଉଛନ୍ତି ଏ କଥା ମଧ୍ୟ ତୁମେମାନେ ଏବେ ଜାଣୁଛ। ସିଏ ସବୁ ଆତ୍ମାମାନଙ୍କର ପିତା, ତେଣୁ ତାଙ୍କୁ ନାମ ରୂପରୁ ନିଆରା କହିବା ଭୁଲ। ତାଙ୍କର ନାମ ରୂପ ମଧ୍ୟ ତୁମର ମନେ ଅଛି। ଶିବରାତ୍ରି ପାଳନ କରୁଛନ୍ତି ନା? ଜୟନ୍ତୀ ତ ମନୁଷ୍ୟମାନଙ୍କର ପାଳନ କରାଯାଉଛି, କିନ୍ତୁ ଶିବ ବାବାଙ୍କର ରାତ୍ରି କୁହାଯିବ। ରାତି କାହାକୁ କୁହାଯାଏ ଏ କଥା ପିଲାମାନେ ଜାଣିଛନ୍ତି। ରାତିରେ ଘୋର ଅନ୍ଧକାର ଖେଳି ଯାଇଥାଏ। ଅଜ୍ଞାନ ଅନ୍ଧକାର ଅଟେ ନା? ମନୁଷ୍ୟମାନେ ଏବେ ମଧ୍ୟ ଗାୟନ କରୁଛନ୍ତି, ଜ୍ଞାନ ସୂର୍ଯ୍ୟ ପ୍ରକଟ ହେଲେ ଅଜ୍ଞାନ ଅନ୍ଧକାର ବିନାଶ ହୋଇଯିବ। କିନ୍ତୁ ଅର୍ଥ କିଛି ବୁଝୁନାହାନ୍ତି। ସୂର୍ଯ୍ୟ କିଏ, କେବେ ପ୍ରକଟ ହେଲେ କିଛି ବି ଜାଣିନାହାନ୍ତି। ବାବା ବୁଝାଉଛନ୍ତି ଜ୍ଞାନ ସୂର୍ଯ୍ୟଙ୍କୁ ଜ୍ଞାନର ସାଗର ମଧ୍ୟ କୁହାଯାଏ। ବେହଦର ବାବା ଜ୍ଞାନର ସାଗର ଅଟନ୍ତି। ସନ୍ନ୍ୟାସୀ, ଗୁରୁ, ଗୋସେଇଁମାନେ ନିଜକୁ ଶାସ୍ତ୍ରର ଅଧିକାରୀ ଭାବୁଛନ୍ତି। ସେମାନେ ହେଲେ ଭକ୍ତିର ଅଧିକାରୀ। ସେମାନେ ବହୁତ ବେଦଶାସ୍ତ୍ର ପଢ଼ି ବିଦ୍ୱାନ ହେଉଛନ୍ତି। ଏଠାରେ ବାବା ବସି ଆତ୍ମିକ ପିଲାମାନଙ୍କୁ ବୁଝାଉଛନ୍ତି। ଏହାକୁ ଆତ୍ମା ଏବଂ ପରମାତ୍ମାଙ୍କର ମେଳା କୁହାଯାଏ। ତୁମେମାନେ ଜାଣିଛ ବାବା ଏହି ବ୍ରହ୍ମାଙ୍କ ଶରୀରରେ ଆସିଛନ୍ତି। ଏହି ମିଳନକୁ ହିଁ ମେଳା କୁହାଯାଏ। ଯେତେବେଳେ ଆମେ ଘରକୁ ଫେରିବା ସେତେବେଳେ ତାହା ମଧ୍ୟ ମେଳା ହେବ। ଏଠାରେ ବାବା ବସି ନିଜେ ପାଠ ପଢ଼ାଉଛନ୍ତି। ସିଏ ପିତା ଏବଂ ଶିକ୍ଷକ ମଧ୍ୟ ଅଟନ୍ତି। ଏହି ଗୋଟିଏ ପଏଣ୍ଟକୁ ହିଁ ବୁଦ୍ଧିରେ ଧାରଣ କର, ଭୁଲିଯାଅ ନାହିଁ। ବାବା ତ ନିରାକାର, ତାଙ୍କର ନିଜର ଶରୀର ନାହିଁ, ତେଣୁ ତାଙ୍କୁ ଧାର ସୂତ୍ରରେ ନେବାକୁ ପଡ଼ୁଛି। ସେ ନିଜେ କହୁଛନ୍ତି ମୁଁ ପ୍ରକୃତିର ଆଧାର ନେଉଛି, ନଚେତ୍ କହିବି କିପରି? ଶରୀର ବିନା ତ କହିହେବ ନାହିଁ। ତେଣୁ ବାବା ଏହି ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରୁଛନ୍ତି ଏବଂ ୟାଙ୍କର ନାମ ରଖୁଛନ୍ତି। ଆମେ ମଧ୍ୟ ଶୂଦ୍ରରୁ ବ୍ରାହ୍ମଣ ହେଉଛୁ, ତେଣୁ ନାମ ମଧ୍ୟ ବଦଳିବା ଦରକାର। ବାବା ତ ତୁମମାନଙ୍କର ଅଲୌକିକ ନାମ ରଖିଥିଲେ, କିନ୍ତୁ ସେଥିରୁ ମଧ୍ୟ ଏବେ ଦେଖ କେତେକ ନାହାନ୍ତି। ସେଥିପାଇଁ ବ୍ରାହ୍ମଣମାନଙ୍କର ମାଳା ତିଆରି ହେଉନାହିଁ। ଭକ୍ତମାଳା ଏବଂ ରୁଦ୍ରମାଳାର ଗାୟନ ହେଉଛି, କିନ୍ତୁ ବ୍ରାହ୍ମଣଙ୍କର ମାଳା ତିଆରି ହେଉନାହିଁ। ବିଷ୍ଣୁଙ୍କ ମାଳାର ତ ଗାୟନ ହୋଇ ଆସୁଛି। ତେବେ ମାଳାର ପ୍ରଥମ ନମ୍ବର ଦାନା କିଏ? କହିବେ ଯୁଗଳ ଦାନା। ତେଣୁ ସୂକ୍ଷ୍ମ ଲୋକରେ ମଧ୍ୟ ଯୁଗଳ ଦେଖାଇଛନ୍ତି। ବିଷ୍ଣୁଙ୍କୁ ମଧ୍ୟ ଚାରିଭୁଜାଧାରୀ ଦେଖାଇଛନ୍ତି। ତେବେ ଏଥିରେ ଦୁଇ ଭୁଜା ଲକ୍ଷ୍ମୀଙ୍କର ଆଉ ଦୁଇ ଭୁଜା ନାରାୟଣଙ୍କର। ବାବା କହୁଛନ୍ତି ମୁଁ ଧୋବି ଅଟେ। ମୁଁ ଯୋଗ ବଳ ଦ୍ୱାରା ତୁମମାନଙ୍କୁ ଶୁଦ୍ଧ କରୁଛି, ତେଣୁ ତୁମେମାନେ ବିକାରର ବଶବର୍ତ୍ତୀ ହୋଇ ନିଜର ଶୃଙ୍ଗାର ହିଁ ହରାଇ ଦେଉଛ। ବର୍ତ୍ତମାନ ସମସ୍ତଙ୍କୁ ଶୁଦ୍ଧ କରିବା ପାଇଁ ବାବା ଆସିଛନ୍ତି। ବାବା ଆତ୍ମାମାନଙ୍କୁ ହିଁ ଶିଖାଉଛନ୍ତି। ତେବେ ସିଏ ଏଠାକୁ ଆସି ଶିଖାଉଥିବେ ନା? ସମସ୍ତେ ଡାକୁଛନ୍ତି ମଧ୍ୟ, ଆସି ଆମକୁ ପବିତ୍ର କର। ଯେତେବେଳେ ପୋଷାକ ମଇଳା ହୋଇଯାଏ ତାକୁ ଧୋଇ ସଫା କରାଯାଏ ନା? ତୁମେମାନେ ମଧ୍ୟ ବାବାଙ୍କୁ ଡାକୁଛ, ହେ ପତିତ ପାବନ ବାବା, ଆସି ଆମକୁ ପାବନ କର। ଯଦି ଆତ୍ମା ପାବନ ହୋଇଯିବ ତେବେ ଶରୀର ମଧ୍ୟ ପାବନ ମିଳିବ। ତେଣୁ ପ୍ରଥମ ଏବଂ ମୁଖ୍ୟ କଥା ହେଉଛି ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବା। ବାବାଙ୍କ ପରିଚୟ କିପରି ଦେବି ଏଭଳି ପ୍ରଶ୍ନ ତ କେହି କରିବା ଉଚିତ ନୁହେଁ। ତୁମକୁ ମଧ୍ୟ ବାବା ପରିଚୟ ଦେଇଛନ୍ତି। ସେଥିପାଇଁ ତୁମେମାନେ ଏଠାକୁ ଆସିଛ, ବାବାଙ୍କ ନିକଟକୁ ଆସିଛ।
ବାବା କେଉଁଠି ଅଛନ୍ତି? ଏହି ବ୍ରହ୍ମାଙ୍କ ଶରୀରରେ। ଇଏ ହେଉଛି ତାଙ୍କର ଅକାଳ ତଖତ। ତୁମେ ଆତ୍ମାମାନେ ମଧ୍ୟ ଅକାଳ ମୂରତ ଅଟ। ଏହି ଭୃକୁଟି ହେଉଛି ତୁମର ସିଂହାସନ, ଯେଉଁଥିରେ ତୁମେମାନେ ବିରାଜମାନ ହୋଇଛ। ଶିଖ ଧର୍ମର ଅକାଳ ତଖତ ଜଡ଼ ଅଟେ ନା? ତୁମେମାନେ ଜାଣିଛ ମୁଁ ହେଉଛି ଅକାଳ ମୂର୍ତ୍ତ ଅର୍ଥାତ୍ ନିରାକାର, ଯାହାର ସାକାର ରୂପ ନାହିଁ। ମୁଁ ଆତ୍ମା ଅବିନାଶୀ, ମୋର କେବେ ବିନାଶ ହୁଏ ନାହିଁ। ମୁଁ ଗୋଟିଏ ଶରୀର ଛାଡ଼ି ଅନ୍ୟ ଏକ ଶରୀର ଧାରଣ କରୁଛି। ମୋର ଅବିନାଶୀ ପାର୍ଟ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି। ଆଜିଠାରୁ 5000 ବର୍ଷ ପୂର୍ବରୁ ମଧ୍ୟ ମୋର ଏହିଭଳି ପାର୍ଟ ଆରମ୍ଭ ହୋଇଥିଲା। ଏକ ସମ୍ବତ ବା ସାଲରୁ ଅଭିନୟ କରିବା ପାଇଁ ଆମେ ଆମ ଘର ପରମଧାମରୁ ଆସିଥାଉ। ଏହା ହେଉଛି 5000 ବର୍ଷର ଚକ୍ର। ଦୁନିଆରେ ତ ଲକ୍ଷ ଲକ୍ଷ ବର୍ଷ କହିଦେଉଛନ୍ତି, ସେଥିପାଇଁ 5000 ବର୍ଷର ବିଚାର ମନରେ ଆସୁନାହିଁ। ପିଲାମାନେ ଏଭଳି କହିପାରିବେ ନାହିଁ ଯେ ମୁଁ ବାବାଙ୍କ ପରିଚୟ କାହାକୁ କିପରି ଦେବି। ପିଲାମାନେ ଏଭଳି ପ୍ରଶ୍ନ ପଚାରୁଛନ୍ତି ଯାହାକୁ ଶୁଣି ବାବାଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି। ଆରେ, ତୁମେମାନେ ବାବାଙ୍କର ହୋଇଛ, ତେବେ ତାଙ୍କର ପରିଚୟ ଅନ୍ୟମାନଙ୍କୁ କାହିଁକି ଦେଇପାରିବ ନାହିଁ? ଆମେ ସମସ୍ତେ ହେଲେ ଆତ୍ମା, ସିଏ ହେଲେ ଆମର ବାବା, ଯିଏକି ସମସ୍ତଙ୍କର ସଦ୍ଗତି କରୁଛନ୍ତି। ତେବେ ସିଏ ସଦ୍ଗତି କେତେବେଳେ କରୁଛନ୍ତି, ଏସବୁ ତୁମକୁ ବର୍ତ୍ତମାନ ଜଣାପଡ଼ିଗଲାଣି। ବାବା କଳ୍ପର ସଙ୍ଗମ ଯୁଗରେ ଆସି ସମସ୍ତଙ୍କର ସଦ୍ଗତି କରୁଛନ୍ତି। ଦୁନିଆର ମନୁଷ୍ୟମାନେ ଭାବୁଛନ୍ତି କଳିଯୁଗ ଆହୁରି 40,000 ବର୍ଷ ବାକି ଅଛି। ଆଉ ପୁଣି କହୁଛନ୍ତି ଭଗବାନ ନାମ ରୂପରୁ ନିଆରା। କିନ୍ତୁ ନାମ ରୂପରୁ ନିଆରା କୌଣସି ଜିନିଷ ହିଁ ନାହିଁ। ପଥର ଗୋଡ଼ିର ମଧ୍ୟ ନାମ ଅଛି ନା? ତେଣୁ ବାବା କହୁଛନ୍ତି, ମିଠା ମିଠା ପିଲାମାନେ, ତୁମେମାନେ ବେହଦ ବାବାଙ୍କ ନିକଟକୁ ଆସିଛ। ବାବା ମଧ୍ୟ ଜାଣିଛନ୍ତି ମୋର କେତେ ସନ୍ତାନ ଅଛନ୍ତି। ପିଲାମାନଙ୍କୁ ଏବେ ହଦ୍ ଏବଂ ବେହଦ ଠାରୁ ମଧ୍ୟ ଆହୁରି ଉର୍ଦ୍ଧ୍ୱକୁ ଯିବାକୁ ହେବ। ସବୁ ପିଲାମାନଙ୍କୁ ମୁଁ ନେଇଯିବା ପାଇଁ ଏଠାକୁ ଆସିଛି। ସତ୍ୟ ଯୁଗରେ ତ ବହୁତ ଅଳ୍ପ ସଂଖ୍ୟକ ଆତ୍ମା ରହିବେ। ଏହା କେତେ ସ୍ପଷ୍ଟ ରୂପରେ ଜଣାପଡ଼ୁଛି। ସେଥିପାଇଁ ଚିତ୍ର ଦ୍ୱାରା ବୁଝାଯାଇଥାଏ। ଜ୍ଞାନ ତ ବହୁତ ସହଜ, ବାକି ଯୋଗର ଯାତ୍ରାରେ ହିଁ ସମୟ ଲାଗୁଛି। ଏଭଳି ବାବାଙ୍କୁ ତ କେବେ ଭୁଲିଯିବା ଉଚିତ ନୁହେଁ। ବାବା କହୁଛନ୍ତି କେବଳ ମୋତେ ମନେ ପକାଅ, ତେବେ ତୁମେ ପବିତ୍ର ହୋଇଯିବ। ମୁଁ ପତିତମାନଙ୍କୁ ପବିତ୍ର କରିବା ପାଇଁ ହିଁ ଏଠାକୁ ଆସୁଛି। ତୁମେ ଅକାଳ ମୂର୍ତ୍ତ ଆତ୍ମାମାନେ ସବୁ ନିଜ ନିଜ ସିଂହାସନରେ ବିରାଜମାନ ହୋଇଛ। ବାବା ମଧ୍ୟ ଏହି ବ୍ରହ୍ମାଙ୍କ ସିଂହାସନକୁ ଧାର ସୂତ୍ରରେ ନେଇଛନ୍ତି। ଏହି ଭାଗ୍ୟଶାଳୀ ରଥରେ ବାବା ପ୍ରବେଶ କରୁଛନ୍ତି। କେହି କେହି କହୁଛନ୍ତି ପରମାତ୍ମାଙ୍କର ନାମ ରୂପ କିଛି ନାହିଁ। ତେବେ ଏପରି ତ ହୋଇପାରିବ ନାହିଁ। ତାଙ୍କୁ ସମସ୍ତେ ଡାକୁଛନ୍ତି, ତାଙ୍କର ମହିମା ଗାନ କରୁଛନ୍ତି, ତେବେ ନିଶ୍ଚିନ୍ତ ସିଏ କେହି ଜଣେ ହୋଇଥିବେ। କିନ୍ତୁ ମନୁଷ୍ୟମାନେ ତମ ପ୍ରଧାନ ହୋଇଯିବା କାରଣରୁ କିଛି ବି ବୁଝୁନାହାନ୍ତି। ବାବା ବୁଝାଉଛନ୍ତି, ହେ ମିଠା ମିଠା ପିଲାମାନେ, 84 ଲକ୍ଷ ଯୋନି ତ କିଛି ହୋଇନଥାଏ। ଏହା ତ 84 ଜନ୍ମ ଅଟେ। ପୁନର୍ଜନ୍ମ ମଧ୍ୟ ସମସ୍ତଙ୍କର ହେବ। ଏମିତି ନୁହଁ ଯେ ସମସ୍ତେ ଯାଇ ବ୍ରହ୍ମରେ ଲୀନ ହୋଇଯିବେ ବା ମୋକ୍ଷ ପ୍ରାପ୍ତି କରିବେ। ଏହା ତ ପୂର୍ବ ପ୍ରସ୍ତୁତ ଡ୍ରାମା। ଏଥିରେ ଗୋଟିଏ ସେକେଣ୍ଡ ମଧ୍ୟ କମ୍ ବେଶୀ ହୋଇପାରିବ ନାହିଁ। ଏହି ଅନାଦି ଅବିନାଶୀ ଡ୍ରାମାରୁ ହିଁ ଛୋଟ ଛୋଟ ଡ୍ରାମା ବା ନାଟକ ତିଆରି କରୁଛନ୍ତି। ତାହା ହେଉଛି ବିନାଶୀ ନାଟକ। ଏବେ ତୁମେମାନେ ଏହି ଅବିନାଶୀ ନାଟକ ମଞ୍ଚରେ ଉପସ୍ଥିତ ଅଛ। ଆମେ କିପରି 84 ଜନ୍ମ ନେଉଛୁ, ଏହି ଜ୍ଞାନ ଏବେ ତୁମମାନଙ୍କୁ ମିଳିଛି। ଏବେ ବାବା ଆସି ତୁମମାନଙ୍କୁ ଏ କଥା କହୁଛନ୍ତି, ଆଗରୁ ତ କାହାକୁ ବି ଜଣା ନଥିଲା। ଋଷିମୁନିମାନେ ମଧ୍ୟ କହୁଥିଲେ ଆମେ କିଛି ଜାଣିନାହୁଁ। ବାବା ସଙ୍ଗମ ଯୁଗରେ ଆସି ଏହି ପୁରୁଣା ଦୁନିଆକୁ ପରିବର୍ତ୍ତନ କରୁଛନ୍ତି। ବ୍ରହ୍ମାଙ୍କ ଦ୍ୱାରା ନୂଆ ଦୁନିଆର ସ୍ଥାପନା ପୁଣି ଥରେ କରୁଛନ୍ତି। ଦୁନିଆରେ ତ କଳିଯୁଗକୁ ଲକ୍ଷ ଲକ୍ଷ ବର୍ଷ ବୋଲି କହିଦେଉଛନ୍ତି। ତେଣୁ କୌଣସି କଥା ମନେ ହିଁ ପଡ଼ିବ ନାହିଁ। ମହାପ୍ରଳୟ ମଧ୍ୟ କେବେ ହୁଏ ନାହିଁ। ବାବା ତୁମମାନଙ୍କୁ ରାଜଯୋଗ ଶିଖାଉଛନ୍ତି। ତୁମେମାନେ ସତ୍ୟ ଯୁଗରେ ରାଜତ୍ୱ କରିବ। ଏଥିରେ ତ ସଂଶୟର କିଛି କଥା ନାହିଁ। ତୁମେମାନେ ଜାଣିଛ, ପ୍ରଥମ ନମ୍ବରରେ ସବୁଠାରୁ ପ୍ରିୟ ବାବା ଅଟନ୍ତି ଏବଂ ଦ୍ୱିତୀୟରେ ଶ୍ରୀକୃଷ୍ଣ।
ତୁମେ ଜାଣିଛ ଶ୍ରୀକୃଷ୍ଣ ହେଉଛନ୍ତି ସ୍ୱର୍ଗର ପ୍ରଥମ ନମ୍ବର ରାଜକୁମାର। ସେ ହିଁ 84 ଜନ୍ମ ନେଉଛନ୍ତି। ତାଙ୍କର ଅନ୍ତିମ ଜନ୍ମରେ ହିଁ ମୁଁ ପ୍ରବେଶ କରୁଛି ଏବଂ ତୁମମାନଙ୍କୁ ପତିତରୁ ପାବନ ହେବାକୁ ପଡ଼ିବ। ପତିତ ପାବନ ଏକମାତ୍ର ବାବା ହିଁ ଅଟନ୍ତି। ପାଣିର ନଦୀ ତ କାହାକୁ ପାବନ କରିପାରିବ ନାହିଁ। ଏହି ନଦୀ ସବୁ ତ ସତ୍ୟ ଯୁଗରେ ମଧ୍ୟ ରହିବ। ସେଠାରେ ପାଣି ବହୁତ ବିଶୁଦ୍ଧ ହୋଇଥାଏ। ଅଳିଆ ଆବର୍ଜନା ଆଦି କିଛି ନଥାଏ। ଏଠାରେ ଦେଖ କେତେ ଅଳିଆ ପଡ଼ୁଛି। ବ୍ରହ୍ମା ବାବା ଏସବୁ ଦେଖିଛନ୍ତି। ସେ ସମୟରେ ତାଙ୍କ ପାଖରେ ଜ୍ଞାନ ତ ନଥିଲା। ଏବେ ଆଶ୍ଚର୍ଯ୍ୟ ଲାଗୁଛି ଯେ ପାଣି କିପରି କାହାକୁ ପବିତ୍ର କରିପାରିବ। ବାବା ବୁଝାଉଛନ୍ତି, ମିଠା ସନ୍ତାନମାନେ କେବେ ହେଲେ ଦ୍ୱନ୍ଦ୍ୱରେ ପଡ଼ ନାହିଁ ଯେ ବାବାଙ୍କୁ କିପରି ମନେ ପକାଇବି। ଆରେ ତୁମେମାନେ ବାବାଙ୍କୁ ମନେ ପକାଇ ପାରୁନାହଁ। ସେମାନେ ହେଉଛନ୍ତି କୋଳ ଜନ୍ମିତ ସନ୍ତାନ, ତୁମେମାନେ ହେଉଛ ପୋଷ୍ୟ ସନ୍ତାନ। ତୁମ ପୋଷ୍ୟ ସନ୍ତାନମାନଙ୍କୁ ଯେଉଁ ପିତାଙ୍କ ନିକଟରୁ ଅସରନ୍ତି ସମ୍ପତ୍ତି ମିଳୁଛି ତାଙ୍କୁ କ'ଣ କେବେ ଭୁଲି ପାରିବ? ବେହଦ୍ ପିତାଙ୍କ ନିକଟରୁ ବେହଦର ସମ୍ପତ୍ତି ମିଳୁଛି, ତେଣୁ ତାଙ୍କୁ ଭୁଲିବା ଉଚିତ ନୁହେଁ। ଲୌକିକ ସନ୍ତାନମାନେ କ'ଣ ତାଙ୍କ ପିତାଙ୍କୁ କେବେ ଭୁଲି ଯାଆନ୍ତି କି? କିନ୍ତୁ ଏଠାରେ ମାୟା ବିରୋଧ କରୁଛି। ମାୟାର ଯୁଦ୍ଧ ଚାଲୁଛି। ସାରା ଦୁନିଆ ହିଁ କର୍ମକ୍ଷେତ୍ର ଅଟେ। ଆତ୍ମା ଏହି ଶରୀରରେ ପ୍ରବେଶ କରି ଏଠାରେ ନିଜର କର୍ମ କରୁଛି। ବାବା ତୁମକୁ କର୍ମ, ଅକର୍ମ, ବିକର୍ମର ରହସ୍ୟ ବୁଝାଉଛନ୍ତି। ଏଠାରେ ଏହି ରାବଣ ରାଜ୍ୟରେ କର୍ମ ବିକର୍ମ ହୋଇଯାଉଛି। ସତ୍ୟ ଯୁଗରେ ରାବଣ ହିଁ ନାହିଁ, ତେଣୁ କର୍ମ ଅକର୍ମ ହୋଇଯାଇଛି। ସେଠାରେ ବିକର୍ମ ହିଁ ନାହିଁ। ଏହା ତ ବହୁତ ସହଜ କଥା। ଏଠାରେ ରାବଣ ରାଜ୍ୟରେ କର୍ମ ବିକର୍ମ ହୋଇଯାଇଛି, ସେଥିପାଇଁ ବିକର୍ମର ଦଣ୍ଡ ଭୋଗିବାକୁ ପଡ଼ୁଛି। ଏମିତି କୁହାଯିବ ନାହିଁ ଯେ ରାବଣ ଅନାଦି ଅଟେ। ନା, ଅଧାକଳ୍ପ ହେଉଛି ରାବଣ ରାଜ୍ୟ ଏବଂ ଅଧାକଳ୍ପ ରାମ ରାଜ୍ୟ। ତୁମେମାନେ ଯେତେବେଳେ ଦେବତା ଥିଲ, ସେତେବେଳେ ତୁମର କର୍ମ ଅକର୍ମ ହେଇଥିଲା। ଏବେ ବାବା ଆସି ତୁମକୁ ଜ୍ଞାନ ଦେଉଛନ୍ତି। ତୁମେମାନେ ତାଙ୍କର ସନ୍ତାନ ହୋଇଛ, ତେଣୁ ପାଠ ମଧ୍ୟ ପଢ଼ିବା ଉଚିତ। ବାସ୍, ଆଉ କୌଣସି କର୍ମ ଧନ୍ଦାର ବିଚାର ମନରେ ଆସିବା ଉଚିତ ନୁହେଁ। କିନ୍ତୁ ଘର ଗୃହସ୍ଥରେ ରହି ମଧ୍ୟ କର୍ମଧନ୍ଦା କରିଲା ବାଲା ବହୁତ ଅଛନ୍ତି। ତେଣୁ ବାବା କହୁଛନ୍ତି କମଳ ପୁଷ୍ପ ସମାନ ପବିତ୍ର ରୁହ। ତୁମେମାନେ ଏହିଭଳି କମଳ ପୁଷ୍ପ ସମାନ ଦେବତା ହେବାକୁ ଯାଉଛ। ତାର ପ୍ରତୀକ ବିଷ୍ଣୁଙ୍କୁ ଦେଖାଇଛନ୍ତି। କାହିଁକି ନା ତାହା ତୁମକୁ ଶୋଭା ପାଇବ ନାହିଁ। ଦେବତାମାନଙ୍କୁ ହିଁ ଶୋଭା ପାଉଛି। ବିଷ୍ଣୁଙ୍କର ଦୁଇ ରୂପ ଲକ୍ଷ୍ମୀନାରାୟଣ ଅଟନ୍ତି। ସତ୍ୟ ଯୁଗରେ ହେଉଛି ଅହିଂସା ପରମ ଦେବୀ ଦେବତା ଧର୍ମ। ସେଠାରେ କାମରୂପକ କୌଣସି ବିକାର ନଥାଏ, ନା କେବେ ଲଢ଼େଇ ଝଗଡ଼ା ହୋଇଥାଏ। ତୁମେମାନେ ଡବଲ ଅହିଂସକ ହେଉଛ। ସତ୍ୟ ଯୁଗର ମାଲିକ ହେଉଛ। ତାର ନାମ ହିଁ ହେଉଛି ସ୍ୱର୍ଣ୍ଣିମ ଯୁଗ ପବିତ୍ର ଦୁନିଆ। ସେଠାରେ ଆତ୍ମା ଏବଂ ଶରୀର ଉଭୟ କଞ୍ଚନ ଅର୍ଥାତ୍ ପବିତ୍ର ହୋଇଯାଇଥାଏ। ତେବେ ଏଭଳି ପବିତ୍ର କାୟା କିଏ କରୁଛନ୍ତି? ବାବା। ଏବେ ଏହା ଲୌହ ଯୁଗ ଅଟେ। ତୁମେମାନେ କହୁଛ ସତ୍ୟଯୁଗ ଅତୀତ ହୋଇଯାଇଛି, ଅର୍ଥାତ୍ କାଲି ସତ୍ୟଯୁଗ ଥିଲା ନା? ତୁମେମାନେ ସେଠାରେ ରାଜତ୍ୱ କରୁଥିଲ। ଏବେ ତୁମେମାନେ ଜ୍ଞାନବାନ ହେଇଛ। ସମସ୍ତେ ତ ଏକାଭଳି ହୋଇପାରିବେ ନାହିଁ। ଆଚ୍ଛା, ମିଠା ମିଠା ଶିକିଲଧେ ସନ୍ତାନମାନଙ୍କ ପ୍ରତି ମାତ ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ପଏଣ୍ଟ ନମ୍ବର 1। ମୁଁ ଆତ୍ମା ଅକାଳ ସିଂହାସନର ଅଧିକାରୀ ଅଟେ। ଏହି ସ୍ମୃତିରେ ରହିବାକୁ ହେବ। ହଦ୍ ଏବଂ ବେହଦ୍ ଠାରୁ ଊର୍ଦ୍ଧ୍ୱକୁ ଯିବାକୁ ହେବ। ସେଥିପାଇଁ ହଦ୍ ଅର୍ଥାତ୍ ବିନାଶୀ କଥାରେ ବୁଦ୍ଧିକୁ ଛନ୍ଦି ଦିଅ ନାହିଁ। ଦ୍ୱିତୀୟ ପଏଣ୍ଟ, ବେହଦ୍ ପିତାଙ୍କ ଠାରୁ ବେହଦର ସମ୍ପତ୍ତି ମିଳୁଛି। ଏହି ନିଶାରେ ରହିବାକୁ ହେବ। କର୍ମ, ଅକର୍ମ, ବିକର୍ମର ଗତିକୁ ଜାଣି ବିକର୍ମ ଠାରୁ ଦୂରେଇ ରହିବାକୁ ହେବ। ପାଠ ପଢ଼ା ସମୟରେ କର୍ମଧନ୍ଦା ଠାରୁ ବୁଦ୍ଧିକୁ ମୁକ୍ତ ରଖିବାକୁ ହେବ। ଆଜିର ବରଦାନ ହେଲା ଶ୍ରୀମତ ରୂପୀ ଲଗାମକୁ ଟାଇଟ୍ କରି ମନକୁ ବଶୀଭୂତ କରି ରଖୁଥିବା ବାଳକ ତଥା ମାଲିକ ଭବ।
ବାବାଙ୍କର ବରଦାନ, ଶ୍ରୀମତ ରୂପୀ ଲଗାମକୁ ଟାଇଟ୍ କରି ମନକୁ ବଶୀଭୂତ କରି ରଖୁଥିବା ବାଳକ ତଥା ମାଲିକ ଭବ। ବିସ୍ତାର ହେଲା, ଦୁନିଆର ଲୋକେ କୁହନ୍ତି ମନ ଏକ ଘୋଡ଼ା ସଦୃଶ୍ୟ ଅଟେ, ଯିଏକି ବହୁତ କ୍ଷିପ୍ର ଗତିରେ ଦୌଡ଼ୁଥାଏ। କିନ୍ତୁ ତୁମମାନଙ୍କର ମନ ଏଣେ ତେଣେ ଯାଇପାରିବ ନାହିଁ, କାହିଁକି ନା ତୁମ ପାଖରେ ଶ୍ରୀମତ ରୂପୀ ମଜବୁତ ଲଗାମ ରହିଛି। ଯେତେବେଳେ ତୁମର ମନ ବୁଦ୍ଧି ରାସ୍ତା କଡ଼ର ଦୃଶ୍ୟଗୁଡ଼ିକୁ ଦେଖିବାରେ ଲାଗି ପଡ଼ନ୍ତି, ସେତେବେଳେ ଶ୍ରୀମତ ରୂପୀ ଲଗାମ ଢିଲା ହୋଇଯିବା କାରଣରୁ ମନ ଚଞ୍ଚଳ ହୋଇଯାଏ। ସେଥିପାଇଁ ଯେତେବେଳେ ବି କୌଣସି କଥା ଆସୁଛି, ମନ ଚଞ୍ଚଳ ହୋଇଯାଉଛି, ସେତେବେଳେ ଶ୍ରୀମତ ରୂପୀ ଲଗାମକୁ ଟାଇଟ୍ କରିଦିଅ, ତେବେ ଲକ୍ଷ୍ୟସ୍ଥଳରେ ପହଞ୍ଚିଯିବ। ମୁଁ ବାଳକ ତଥା ମାଲିକ ଅଟେ, ଏହି ସ୍ମୃତି ଦ୍ୱାରା ଅଧିକାରୀ ହୋଇ ମନକୁ ନିଜର ଅଧୀନରେ ରଖ। ସ୍ଲୋଗାନ, ସର୍ବଦା ଏହି ନିଶ୍ଚୟ ରହୁ ଯେ ଯାହା ସବୁ ହେଉଛି ତାହା ଭଲ ହେଉଛି ଏବଂ ଯାହା ହେବାକୁ ଯାଉଛି ତାହା ଆହୁରି ଅଧିକ ଭଲ। ତାହେଲେ ଅଚଳ ଅଟଳ ରହିପାରିବ। ସ୍ଲୋଗାନ ହେଲା, ସର୍ବଦା ଏହି ନିଶ୍ଚୟ ରହୁ ଯେ ଯାହା ସବୁ ହେଉଛି ତାହା ଭଲ ହେଉଛି ଏବଂ ଯାହା ହେବାକୁ ଯାଉଛି ତାହା ଆହୁରି ଅଧିକ ଭଲ। ତାହେଲେ ଅଚଳ ଅଟଳ ରହିପାରିବ। ଆଚ୍ଛା, ଓମ୍ ଶାନ୍ତି।